ଦିନ ଥିଲା ଯୋଉ ନେତା ମାନେ କହୁଥିଲେ ଆମେ ଯଦି କିଛି ଦୁର୍ନୀତି କରିଛୁ ଆମକୁ ବାନ୍ଧ, କିନ୍ତୁ ତାଙ୍କୁ ଏବେ ଏତେ ଭୟ ହେଇଗଲାଣି ଯେ ସେ ଆଗୁଆ ଜାମିନରେ ଆସିଲେଣି। କାହିଁକିନା ସିଏ ଜାଣିଲେଣି ଯେ ଜଗତସିଂହପୁର ଶାସନ ଅଛନ୍ତି ଡକ୍ଟର ବିଭୁ ପ୍ରସାଦ ତରାଇ, ସିଏ ବ୍ଲାକ୍ ରୋଜ ଘଟଣା ଉଠେଇଛନ୍ତି, ବେଳାବେଳି ତା ଉପରେ ହବ ଆକ୍ସନ। ତେଣୁକରି ତାଙ୍କୁ ଏତେ ଭୟ ହେଲାଣି ଯେ ବ୍ଲାକ୍ ରୋଜ ଘଟଣାରେ ଆଗୁଆ ଜାମିନ ନେଲେଣି ସେମାନେ। କିଛି ଏମିତି ନେତା ଅଛନ୍ତି ଯୋଉମାନେ ଛାତିରେ ହାତ ବାଡ଼େଇ କହୁଥିଲେ ମୁଁ ଯଦି ଯାଜପୁରର ବିକାଶ କରିକି ଜେଲ୍ ଯିବାକୁ ଚାହୁଁଛି ତାହେଲେ ମୁଁ ଏମିତି ବିକାଶ କରିବି ଜେଲ୍ ଯିବି। ଭାଇ ତମେ ଏତେ ବିକାଶ କରିଛ ଯେ ମାନେ କେତେ କୋଟି ସମ୍ପତ୍ତିରେ କେତେ କୋଟି ସମ୍ପତ୍ତି ହେଇଯାଇଛି ତାହା ଓଡ଼ିଶାର ଜନସାଧାରଣ ସମସ୍ତଙ୍କୁ ଜଣା। କିଏ କୀତ ଦାସ, କିଏ ଚାମଚା ଦାସ, ଏମିତି ବହୁତ କିଛି ଅଛନ୍ତି। ଆମେ ବ୍ଲାକ୍ ରୋଜ ଘଟଣାରେ ପୁରା ନିର୍ଦ୍ଦୋଷ, ଆମର ନିଟ୍ ଆଣ୍ଡ କ୍ଲିନ୍ ଅଛି, ତାହେଲେ ଆଗୁଆ ଅନ୍ତରୀଣ ଜାମିନରେ ଆସୁଛ କ'ଣ ପାଇଁକା ଏତେ ଭୟ? ଧନ୍ୟବାଦ ଦେବାକୁ ଚାହୁଁଛି ଡକ୍ଟର ବିଭୁ ପ୍ରସାଦ ତରାଇ ମାନ୍ୟବର ସାଂସଦକୁ।